ନମ୍ବର 1 ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଏନ୍ଇପି ଦ୍ୱାରା ପରାମର୍ଶିତ ପାଠ୍ୟକ୍ରମ ଅନୁଯାୟୀ ଏନ୍ସିଇଆରଟି ସହିତ ସମକକ୍ଷ ହେବା ପାଇଁ ପାଠ୍ୟକ୍ରମ ପରିବର୍ତ୍ତନ କରାଯିବ। ଓଡ଼ିଶା ସରକାର 2026-27 ଶିକ୍ଷାବର୍ଷରୁ ରାଜ୍ୟ ବୋର୍ଡର ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଠ୍ୟକ୍ରମ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ନମ୍ବର 2 ପୁରୀ ଜିଲ୍ଲା ପ୍ରଶାସନ ଜାରି କଲା ରଥଯାତ୍ରାର ବିଚିତ୍ର ଭିଡ଼ିଓ। ନନ୍ଦିଘୋଷରେ ବଳଭଦ୍ର, ତାଳଧ୍ୱଜରେ ଜଗନ୍ନାଥ। ମହାପ୍ରଭୁ ଅପମାନ ଖୋଦ୍ ପୁରୀ ଆଉ ଜିଲ୍ଲା ପ୍ରଶାସନ ଏଭଳି ଅପମାନିତ କରିଛି। ରଥଯାତ୍ରାକୁ ଆଉ 100 ଦିନ ରହିଲା ବୋଲି ଏକ ଭିଡ଼ିଓ ଜାରି କରିଛି ଜିଲ୍ଲା ପ୍ରଶାସନ। ଏଥିରେ ପ୍ରଦର୍ଶିତ ନନ୍ଦିଘୋଷ ରଥରେ ବଡ଼ ଠାକୁର ବଳଭଦ୍ର ରହିଥିବା ବେଳେ ତାଳଧ୍ୱଜ ରଥରେ ରହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ଯେଉଁମାନେ ପ୍ରଶାସନର ଏଭଳି ଗୁରୁତର ତ୍ରୁଟିକୁ ଜାଣୁଛନ୍ତି ସେମାନେ ମୁଣ୍ଡରେ ହାତ ଦେଉଛନ୍ତି। ନମ୍ବର 3 ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏଣିକି ଖରାଦିନେ ବିଦ୍ୟୁତ କାଟ। ଖରାଦିନେ ତାତି ଦିନକୁ ଦିନ ବଢ଼ୁଥିବା ବେଳେ ଏଥିରୁ ବଞ୍ଚିବା ପାଇଁ ଲୋକମାନେ ଫ୍ୟାନ୍ ଏବଂ ଏସିର ସାହାରା ନେଉଛନ୍ତି। କିନ୍ତୁ ବିଜୁଳି କାଟ ସମସ୍ୟା ଚିନ୍ତା ବଢ଼ାଉଛି। ଏହାରି ମଧ୍ୟରେ ଏକ ବଡ଼ ବୟାନ ଦେଇଛନ୍ତି ମନ୍ତ୍ରୀ ରାଜସ୍ପ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ। ସେ କହିଛନ୍ତି ଯେ ରାଜ୍ୟରେ ଆଉ ଅଘୋଷିତ ବିଜୁଳି କାଟ ହେବନି। ନମ୍ବର 4 ବୁଣାକାରଙ୍କୁ ମିଳିବ ସହାୟତା, ଦିଆଯିବ ଭତ୍ତା। ରାଜ୍ୟରେ ବୁଣାକାରଙ୍କୁ ସରକାର ପ୍ରୋତ୍ସାହନ ଦେବେ। ଏହା ସହିତ ବରିଷ୍ଠ ବୁଣାକାରଙ୍କ ପାଇଁ ମଧ୍ୟ ଭତ୍ତା ବ୍ୟବସ୍ଥା କରାଯାଉଛି। ଏହି ଯୋଜନା କରାଯାଇଥିବା ବେଳେ ଶୀଘ୍ର ଲାଗୁ କରାଯିବ। ଏବେ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବୁଣାକାର ଏବଂ ହସ୍ତଶିଳ୍ପ କାରିଗର କିଭଳି ସ୍ୱାବଲମ୍ବୀ ହେବେ ଏବଂ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ଭଲରେ ବିକ୍ରି ବଟା ହେବ, ସେଥିପାଇଁ ସରକାର ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ନମ୍ବର 5 ଡିଜିଟାଲ ଠକେଇ ସମ୍ପର୍କରେ ଅଧିକ ସଚେତନତା ଲୋଡ଼ା। ଡିଜିଟାଲ ପେମେଣ୍ଟ ସଂଖ୍ୟା ଭାରତରେ ଅସାଧିତ ବୃଦ୍ଧି ପାଉଛି। ସମତାଳରେ ପେମେଣ୍ଟ ସମ୍ବନ୍ଧିତ ଠକେଇ ଅଭିଯୋଗ ପ୍ରତି ମାସରେ ହାରାହାରି 2.5 ଲକ୍ଷ ଅତିକ୍ରମ କରୁଛି। ଦରିଆପାରି ଟେଲିକମ୍ ନେଟୱାର୍କରୁ ରାଉଟିଂ ମାଧ୍ୟମରେ ଭାରତୀୟ ଆଞ୍ଚଳିକ ଟେଲିକମ୍ ନେଟୱାର୍କକୁ କଲ୍ ପ୍ରବେଶ କରୁଛି। ଭାରତୀୟ ବଜାରରେ ଇଣ୍ଟରନ୍ୟାସନାଲ ଟର୍ମିନେସନ ଚାର୍ଜ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ବହୁତ କମ୍। ନମ୍ବର 6 ଆଜିଠୁ କଲା ବ୍ୟାଚ୍ ପିନ୍ଧିବେ ଆୟୁଷ ଡାକ୍ତର। 27ରୁ କାର୍ଯ୍ୟ ବନ୍ଦ। ଆସନ୍ତା 24 ତାରିଖ ମଧ୍ୟରେ ସରକାର ଆୟୁଷ ଡାକ୍ତରଙ୍କ ଦାବି ପୂରଣ ନ କଲେ 27ରୁ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ 1485 ଆୟୁଷ ଡାକ୍ତର। ଏହି ପରିପ୍ରେକ୍ଷୀରେ ଆଜିଠୁ 26 ତାରିଖ ପର୍ଯ୍ୟନ୍ତ ସମସ୍ତ ଡାକ୍ତର କଲା ବ୍ୟାଚ୍ ପିନ୍ଧି କାର୍ଯ୍ୟ କରିବେ। ଏ ସମ୍ବନ୍ଧରେ ସଂଘ ପକ୍ଷରୁ ଗତ 11ରୁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଓ ଆୟୁଷ ନିର୍ଦ୍ଦେଶକଙ୍କୁ ଅବଗତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ନମ୍ବର 7 23 ଯାଏଁ କାଳବୈଶାଖୀ 11 ଜିଲ୍ଲାକୁ ଚେତାବନୀ। ଭୀଷଣ ଗ୍ରୀଷ୍ମ ଲହରୀ ବା ହିଟ୍ ୱେଭ୍ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଓଡ଼ିଶାର ପଶ୍ଚିମ ଭାଗ ସମେତ ସାରା ରାଜ୍ୟ ଖରା ଓ ଗୁଳିଗୁଳିରେ ଛଟପଟ ହେଉଥିବା ବେଳେ କାଳବୈଶାଖୀ ପ୍ରଭାବରେ ଆଜିଠାରୁ 23 ତାରିଖ ଯାଏଁ ଏଥିରୁ ଆଶ୍ୱସ୍ତି ମିଳିପାରେ। 20 ତାରିଖ ସକାଳ ଯାଏଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଏବଂ ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ନମ୍ବର 8 ବିଜେଡି ବିଜେପି ମଧ୍ୟରେ ମେଣ୍ଟକୁ ନେଇ ବିଧାୟକ ଡାକ୍ତର ନୃସିଂହ ସାହୁଙ୍କ ବଡ଼ ବୟାନ। ବିଜେଡି ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେଡି ବିଧାୟକ ଡାକ୍ତର ନୃସିଂହ ସାହୁ ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି। ନୃସିଂହ ସାହୁ କହିଛନ୍ତି, ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି। ମେଣ୍ଟ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ଦଳ ତାହା ମାନିବ। ନମ୍ବର 9 ସୁଭଦ୍ରାକୁ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ। ପୁଣି ସୁଭଦ୍ରାକୁ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ରାସନ କାର୍ଡ ଏବଂ ଆୟରେ ତାଳମେଳ ଅଭାବରୁ 1 ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ କିସ୍ତି ପାଇଛନ୍ତି ମାତ୍ର ଆୟ ବୃଦ୍ଧି ଦର୍ଶାଇ ରାସନ କାର୍ଡ ଫେରାଇଛନ୍ତି। କିଏ ଗାଡ଼ି କିଣିଛନ୍ତି ଏବଂ କିଏ 5 ଏକର ଜମି ନଥାଇ ଅଧିକ ଧାନ ମଣ୍ଡିରେ ଦେଇଛନ୍ତି। ଏନେଇ ମାର୍ଚ୍ଚ 31 ପରେ 1-to-1 ସର୍ଭେ କରାଯିବ। ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀମାନେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ପାଇବେ। ମାର୍ଚ୍ଚ 31 ପର୍ଯ୍ୟନ୍ତ ଯେଉଁମାନଙ୍କୁ 21 ହୋଇଥିବ ସେମାନେ ଆବେଦନ କରିପାରିବେ। ନମ୍ବର 10 ସଂଶୋଧିତ ରାଷ୍ଟ୍ରୀୟ ଗୋକୁଳ ମିଶନର କାର୍ଯ୍ୟକାରିତାକୁ କ୍ୟାବିନେଟ୍ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରାଣୀ ସମ୍ପଦ କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ ଦେବା ଲାଗି ସଂଶୋଧିତ ରାଷ୍ଟ୍ରୀୟ ଗୋକୁଳ ମିଶନ ଆର୍ଜିଏମ୍କୁ ମଞ୍ଜୁର କରାଯାଇଛି। ବିକାଶମୂଳକ କାର୍ଯ୍ୟକ୍ରମ ଯୋଜନାର କେନ୍ଦ୍ରୀୟ କ୍ଷେତ୍ରର ଉତ୍ପାଦନ ଭାବେ ସଂଶୋଧିତ ଆର୍ଜିଏମ୍କୁ କାର୍ଯ୍ୟକାରୀ କରିବା ପାଇଁ 2024-25 ଏବଂ 2025-26 ବର୍ଷ ନିମନ୍ତେ ଅତିରିକ୍ତ 1,000 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ନମ୍ବର 11 ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର। ଏପ୍ରିଲ 1ରୁ ବଦଳିଯିବ ଏସବୁ ନିୟମ, ମିଳିବ ବଡ଼ ଆଶ୍ୱସ୍ତି। ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଫେବୃଆରୀ 1 ତାରିଖରେ 2025-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିଲେ। ଏହି ସମୟ ମଧ୍ୟରେ ସେ ଅନେକ ନିୟମରେ ପରିବର୍ତ୍ତନ ସହିତ ମଧ୍ୟବିତ୍ତ ବର୍ଗଙ୍କ ଆୟକରରେ ବଡ଼ ରିହାତି ଘୋଷଣା କରିଥିଲେ। ଏବେ ଏହି ନିୟମଗୁଡ଼ିକ ଆମର ଆର୍ଥିକ ବର୍ଷ ଆରମ୍ଭ ସହିତ ଅର୍ଥାତ୍ 1 ଏପ୍ରିଲ 2025ରୁ କାର୍ଯ୍ୟକାରୀ ହେଉଛି। ଏହି ପରିବର୍ତ୍ତନ ଟିକସ କାଟ TDS ଏବଂ ଉତ୍ସରେ ଟିକସ ସଂଗ୍ରହ TCS ପାଇଁ ନୂତନ ନିୟମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ବରିଷ୍ଠ ନାଗରିକ ଏବଂ ଘର ମାଲିକଙ୍କ ପାଇଁ ବଡ଼ ଆଶ୍ୱସ୍ତି। କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଥିଲେ ଯେ ବରିଷ୍ଠ ନାଗରିକଙ୍କ ପାଇଁ TDS କାଟକୁ ଦ୍ୱିଗୁଣିତ କରାଯାଇଛି। ପୂର୍ବରୁ ଏହା 50,000 ଟଙ୍କା ଥିଲା, ଯାହା ଏବେ 1 ଲକ୍ଷ ଟଙ୍କା ହୋଇଯାଇଛି। ଏହା ସେମାନଙ୍କୁ ଏବେ ବହୁତ ଆଶ୍ୱସ୍ତି ଦେବ। ସେହି ସମୟରେ ଘର ମାଲିକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରକୃତରେ ଭଡ଼ାରୁ ଆୟ ଉପରେ TDS କାଟର ସୀମା ପ୍ରତି ଆର୍ଥିକ ବର୍ଷରେ 2.4 ଲକ୍ଷ ଟଙ୍କାରୁ ବୃଦ୍ଧି କରି 6 ଲକ୍ଷ ଟଙ୍କା କରାଯାଇଛି। ନମ୍ବର 12 ମୋଦିଙ୍କୁ ଭେଟିଲେ ଦିଲ୍ଲୀପ ରାୟ, ରଖିଲେ 3 ବଡ଼ ଦାବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ଭେଟିଛନ୍ତି। ଏହି ଅବସରରେ ଦିଲ୍ଲୀପ ଓଡ଼ିଶା ଓ ରାଉରକେଲାର ବିକାଶ ପାଇଁ 3ଟି ମୁଖ୍ୟ ପ୍ରସଙ୍ଗ ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମ Xରେ ସେ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀପ ବିଭିନ୍ନ ପ୍ରସଙ୍ଗକୁ ଭିତ୍ତି କରି ଏକ ଚିଠିରେ ଦାବି ଉଲ୍ଲେଖ କରିଛନ୍ତି। ଏଥିସହିତ ସେ ତାଙ୍କର ଦାବି ପୂରା ହେବା ବୋଲି ଆଶା ପ୍ରକଟ କରିଛନ୍ତି। ପୂର୍ବୋତ୍ତର ରେଳପଥ ଅଧୀନରେ ରାଉରକେଲା ଓ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ରାଉରକେଲାର ଏକ ନୂତନ ରେଳ ଡିଭିଜନ ପ୍ରତିଷ୍ଠା ହେଲେ ମଧ୍ୟ ଭିତ୍ତିଭୂମି ଓ ଯାତ୍ରୀ ସେବା କ୍ଷେତ୍ରରେ ଏହି ଅଞ୍ଚଳ ଅବହେଳିତ ରହିଛି। ଓଡ଼ିଶାର ଖଣିଜ କ୍ଷେତ୍ର ପାଇଁ ଏକ ସ୍ୱତନ୍ତ୍ର ରେଳ ଡିଭିଜନ ଗଠନ, ଉନ୍ନତ ପ୍ରଶାସନ, ଉନ୍ନତ ଯୋଗାଯୋଗ ଏବଂ ସନ୍ତୁଳିତ ବିକାଶ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦିଲ୍ଲୀପ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ନମ୍ବର 13 ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ବିଦ୍ୟୁତ୍ କାଟ ସମସ୍ୟାରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ। ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ମାର୍ଚ୍ଚ ଅଧାରୁ ତାତି ଏମିତି ବଢ଼ିଲାଣି ଯେ ସ୍ଥିତି ଅସମ୍ଭାଳ। ଆଗକୁ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ଏହାର ଭିତରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ନିଷ୍ପୟ ଗୃହ ଏବଂ ବିଦ୍ୟାଳୟ ଗୃହରେ ଚାଲୁଥିବା ଅଙ୍ଗନବାଡ଼ିଗୁଡ଼ିକର ସମୟକୁ ସକାଳ 7ଟାରୁ ସକାଳ 9ଟା ପର୍ଯ୍ୟନ୍ତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନମ୍ବର 14 ରାସନ କାର୍ଡ଼ ଏବେ ଲୋକପ୍ରିୟତା କାର୍ଡ଼ ପାଲଟିଛି। ବୁଧବାର ଏକ ମାମଲାର ଶୁଣାଣି କରିବା ପରିପ୍ରେକ୍ଷୀରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିଶେଷ କରି ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ କରାଯାଉଥିବା ଯୋଜନାକୁ ନେଇ ସୁପ୍ରିମକୋର୍ଟ ବିଷୋଦ୍ଗାର ପ୍ରକାଶ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ N କୋଟେଶ୍ୱର ସିଂହଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି, ଯେଉଁ ରାଜ୍ୟମାନେ ଦାବି କରିଛନ୍ତି ଯେ ସେମାନେ ବହୁ ସଂଖ୍ୟକ ରାସନ କାର୍ଡ଼ ଜାରି କରିଛନ୍ତି, ସେମାନେ କେବଳ ଲୋକ ଦେଖାଣିଆ ପାଇଁ ରାସନ କାର୍ଡ଼କୁ ନିଜ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ନମ୍ବର 15 ଆଜିର ସୁନା ଦର। ଉପରମୁହାଁ ସୁନା ଦର ଦିନକୁ ଦିନ ନୂଆ ରେକର୍ଡ କରି ଚାଲିଛି ସୁନା। ବର୍ତ୍ତମାନ ଲକ୍ଷେ ମୁହାଁଇଲାଣି ସୁନା ଦର। ବିଶ୍ୱ ବଜାରରେ ଅସ୍ଥିରତା ଏବଂ ଭୂ ରାଜନୈତିକ ସମସ୍ୟା ମଧ୍ୟରେ ହୁଁ ହୋଇ ବଢ଼ି ଚାଲିଛି ଦର। ଗୋଲ୍ଡ କିଣିବା ପୂର୍ବରୁ 100 ଥର ଚିନ୍ତା କରିବାକୁ ପଡ଼ୁଛି। ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। 90,000 ଛୁଇଁଛି ସୁନା ଦର। ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟର ସୁନାର ମୂଲ୍ୟ 10 ଗ୍ରାମ ପିଛା 90,660 ଟଙ୍କା ରହିଥିବା ବେଳେ 22 କ୍ୟାରେଟର ସୁନାର ମୂଲ୍ୟ 83,100 ଟଙ୍କା ପହଞ୍ଚିଛି। ସେପରି ଭାରତୀୟ ବଜାରରେ 24 କ୍ୟାରେଟର ସୁନାର ମୂଲ୍ୟ 10 ଗ୍ରାମ ପିଛା 90,660 ଟଙ୍କା ରହିଛି। ଏହା ସହ 22 କ୍ୟାରେଟର ସୁନାର ମୂଲ୍ୟ 83,100 ଟଙ୍କା ଛୁଇଁଛି। ମୁମ୍ବାଇରେ 22 କ୍ୟାରେଟର 24 କ୍ୟାରେଟର ମୂଲ୍ୟ 83,100 ଟଙ୍କା ଓ 90,660 ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ 83,250 ଟଙ୍କା ଓ 90,810 ଟଙ୍କା ରହିଛି। ନମ୍ବର 16 ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଖେଳାଳିଙ୍କୁ ପୁରସ୍କାର ରାଶି ଘୋଷଣା। ICC ଚାମ୍ପିୟନ୍ସ ଟ୍ରଫି ବିଜେତା ଭାରତୀୟ ଟିମ୍ ପାଇଁ ପୁରସ୍କାର ରାଶି ଘୋଷଣା କଲା BCCI। ଏବେ ଭାରତୀୟ କ୍ରିକେଟ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳ ପାଇଁ BCCI ମୋଟ 58 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ତେବେ ପ୍ରତ୍ୟେକ ଖେଳାଳିଙ୍କୁ 3 କୋଟି ଟଙ୍କାର ପୁରସ୍କାର ରାଶି ମିଳିବ।
नंबर 17 बीईडी ना लेखा पाई प्रकाश पाइला विज्ञप्ति मार्च 24 आवेदन आरंभ शिक्षा वर्ष 2025-26 निमंते 2 वर्षिया बीएड एमएड बीएचएड पाठ्यक्रम रे नाम लेखा प्रक्रिया शीघ्र आरंभ करा जिबा पाई राज्य सरकार निष्पत्ति ग्रहण करछंती। विगत वर्ष भली आगामी शिक्षा वर्ष 2025-26 पाई मध्य 2 वर्षिया बीएड एमएड बीएच रो एड पाठ्यक्रम रे नाम लेखा एवं चयन प्रक्रिया एथिपे उद्दिष्ट प्रवेशिका परीक्षार मार्क आधार रे ही करा जिवो। नंबर 18 पुणी भारत को धमक देले ट्रम्प अमेरिका राष्ट्रपति डोनाल्ड ट्रम्प कहते जे से आशा करुँच भारत खूब शीघ्र अमेरिकीय सामग्री उपर लागू होता शुल्क ह्रास कर सहित से पुणी थे दोहराई अमेरिका एप्रिल 2 रु भारत उपर शुल्क लागू कर अमेरिका न्यूज वेबसाइट को साक्षात्कार दे ट्रम्प कहते जे तांकर भारत सहित भल संपर्क रही। नंबर 19 टाटा पावर पर बरसिला बिजेडी टाटा पावर पर दिन को दिन बढ़िबार लगी लोकों समस्या चुक्ति रे जहाँ थिला तार उल्टा कार्य करुछि टाटा पावर लोकों को न जणे विद्युत सेवा काटी देउछंती जो परिणाम रो पावर जोगै देबा तो कथा ताहा जोगै देउनाहांती घर भितर पशि टाटा पावर कंपानी कर्मचारी फाइन आदाय करुछंती। नंबर 20 परीक्षा पूर्व यूट्यूब रे घूरी बुलुछि प्रश्नपत्र सप्तम अष्टम श्रेणी परीक्षा प्रश्नपत्र भाइराल परीक्षा पूर्व यूट्यूब घूरी बुलुछि प्रश्नपत्र आज सप्तम अष्टम श्रेणी भूगोल परीक्षा चलीथिबा गतकाल यह यूट्यूब रे अपलोड हो सारिछि सेहीपरि अन्य दिन समस्त विषय मध्य यूट्यूब रे उपलब्ध रहिछि तेणु बही पढ़ा बदल में यूट्यूब देखि परीक्षा लेखुंट छात्र छात्री तेणु पिलामानंकर भविष्य नहीं चिंतार पड़ते अभिभावक शिक्षा को तृणमूल स्तर सुदृढ़ करने सरकार छात्र छात्री मानक विभिन्न पदक्षेप नेउछंती मात्र किछि असाधु कर्मचारी एवं यूट्यूबरों भुसुड़ा बसी शिक्षा व्यवस्था और अंधार भितर को ठेली हो जाउछि छात्र छात्री भविष्य। नंबर 21 एप्रिल 1 भुवनेश्वर गोवाकू उड़िब विमान एप्रिल भुवनेश्वर गोवाकू उड़िब विमान एने प्रधानमंत्री को धन्यवाद देले मुख्यमंत्री मोहन माझी राज्य सरकार का न्यू डेस्टिनेशन पॉलिसी अनुसार भुवनेश्वर गोवा को विमान चलाचल करिब आसंता एप्रिल 1 तारिख ठारू भुवनेश्वर को गोवा को प्रति मंगलवार बुधवार गुरुवार और शनिवार दिन विमान चलाचल करिब।